ସ୍ନାନ କରିବା ଉଲ୍ଲଗ୍ନ ହେଇକି ବିଧେୟ ନୁହଁ। ସେଇଥିପାଇଁ ପଣ୍ଡିତ ଆଜ୍ଞା ଭଗବାନ ପରମ ବ୍ରହ୍ମ ନାରାୟଣ ଯେତେବେଳେ ଆଜ୍ଞା ଜନ୍ମ ହେଲେ ପ୍ରକଟ ହେଲେ ପ୍ରଥମେ ଚନ୍ଦ୍ରମାଙ୍କୁ ଦର୍ଶନ ଦେଲେ, ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହେଲେ ଦିନ କୃଷ୍ଣ ରସଗୋଲରେ ଦେଖିଲେ, କଲା ପରେ ଶଙ୍ଖ ଚକ୍ର ଧରି ଦର୍ଶନ ଇଏ ବାଲ୍ୟ କାଳୁ ବୀର ବେଶ କଲେ ପ୍ରକାଶ, କଣ୍ଠେ କୌସ୍ତୁଭ ମଣି କୋଟି ଶଶ ଇଏ କରିନ ପ୍ରକାଶ ପାବ ଅନ୍ଧାର ନାଶ, ଇଏ କୋଟି ତୋଟେ ପିତ ବସନ କଳା ମେଘ କୋଳରେ ବିଜୁଳି। ଚତୁର୍ଦ୍ଧା ମୂର୍ତ୍ତି ଭଗବାନ ଧରିଲେ। ପୀତାମ୍ବର କହିଲେ ହଳଦିଆ ବସ୍ତ୍ର ଥିଲା, ଶଙ୍ଖ ଚକ୍ର ଗଦା ପଦ୍ମ ଥିଲା, ଅନର୍ଘ୍ୟ ମଣିମୟ ମୁକୁଟ ଥିଲା, ମସ୍ତକରେ ଆଜ୍ଞା କେକି ପୁଛ ଥିଲା। ଭଗବାନ ହାତରେ ବଂଶ ଉନ୍ମାଦ କରୁଥିଲେ। ଯେତେବେଳେ ପଣ୍ଡିତ ପ୍ରଭୁଙ୍କର ଚତୁର୍ଦ୍ଧା ମୂର୍ତ୍ତି ପ୍ରକଟ ହେଲା, ଦର୍ଶନ କଲେ ବସୁଦେବ। ଆହା 6 ପୁଅ ବିନାଶ ହୋଇଛନ୍ତି ମୋର, ଅନ୍ଧାର ଘର କି ଆଲୁଅ କରୁନଥିଲେ। ଏଭଳି ଅପୂର୍ବ ରୂପବନ୍ତ ପୁରୁଷ ଆଜି ପର୍ଯ୍ୟନ୍ତ ମୁଁ ଦେଖିନି। ସବୁ ଦୁଃଖ ଆଜି ଦୂର ହେଇଗଲା। ପ୍ରଭୁ ତତେ ଦର୍ଶନ କଲେ। ଭଗବାନଙ୍କ ପାଦ ପଦ୍ମରେ ପଡିଗଲେ ଲମ୍ବ ହୋଇ ବସୁଦେବ। ଭଗବାନ କୃଷ୍ଣଙ୍କର ପାଦ ପଦ୍ମରେ ଶରୀରକୁ ଶୋକର ଶ୍ୱାସରେ କମ୍ପିତ କଲେ। ପ୍ରଭୁ ଆପଣ ଆସିବେ ବୋଲି ସୂଚନା ପାଇ ମୋର 6 ପୁତ୍ରକୁ ନିହତ କରିସାରିଛି କଂସ। ଯଦି ଆପଣ ଆସିବାର ସୂଚନା ପାଇ ତାହେଲେ ତମକୁ ନାଶ କରିଦେବ ପ୍ରଭୁ। କଲା ଧୀରେ ଚାହିଁଲେ ବସୁଦେବ, କଲା ଦେଖିଲେ ଅନାଦି ମାଧବ, କଲା ଏତ ପୁରୁଷ ଗୌତମ କିଏ ବା ପ୍ରଭୁ ଭଗବାନ। ଇଏ ମନରେ ଗଙ୍ଗା ସ୍ନାନ କଲା, ଅଇତେ ଧେନୁ ସର୍ଗିଲା। କଲା ପ୍ରଭୁ ଏ ପୁଅକୁ ଯଦି କଂସ ମାରିବନି 10,000 ଧେନୁ ବିପ୍ରମାନଙ୍କୁ ଦାନ ଦେଇ ଯଜ୍ଞ କରିବି ପଛକେ, ହେ 10 ଦିଗପାଳ ଏ ପୁତ୍ରକୁ କଂସ କେବେ ନ ମାରୁ। ମନ ମଧ୍ୟରେ ଦୁଃଖ ପ୍ରକାଶ କରି ଲମ୍ବ ହୋଇ ପ୍ରଭୁ ପଦାର ବିନ୍ଦରେ ପଡିଗଲେ। କହିଲେ କହଇ ବସୁଦେବ ଶୋକେ, ତୋହର ଜନ୍ମ ନର ଲୋକେ, ଇଏ 6 ପୁତ୍ର ମାଇଲା ମୋହର, ତୁ କି ନ ଜାଣୁ ଚକ୍ରଧର। ଇଏ ପ୍ରହରୀ ମାନେ ଜଗିଛନ୍ତି, ଶୁଣିବେ ବୋଲି କରେ ଭ୍ରାନ୍ତି। କଂସକୁ କହିବେ ସେ ଯାଇ, ସେ ଆସି ମାରିବ ଯେ ତହି। ତତେ ହୁଁ ତୁ ହିଁ ରକ୍ଷା କର ପ୍ରଭୁ, ମୁଁ ତତେ ରଖିବାକୁ ମୋର ଶକ୍ତି ଅଛି। ଲୁହାର ସାଙ୍ଖୁଳି ପଡିଛି ମୋ ପାଦରେ, ପ୍ରଭୁ ତତେ ରଖିପାରିବିନି। ମୁଁ ହାତରେ ଲୁହାର ବେଡି ପଡିଛି, ତତେ ରକ୍ଷା କରିବାକୁ ମୋର ସାମର୍ଥ୍ୟ ନାହିଁ। ସତ ସତିକା ପ୍ରଭୁ ଯୋଗେଶ୍ୱର ପରମ ବ୍ରହ୍ମ ମାଧବ ରୂପରେ ପ୍ରକଟ ହେଇଛୁ, ତତେ ଆଜି ତୁ ନିଜକୁ ନିଜ ରକ୍ଷା କରେ। ଯେତେବେଳେ ଲମ୍ବ ହୋଇ ପଡିଗଲେ ବସୁଦେବ କୃଷ୍ଣଙ୍କ ପାଦ ପଦ୍ମରେ, ଭଗବାନ ମନେ ମନେ ଚିନ୍ତା କଲେ, ଆହା ମୁଁ ପୁଅ ରୂପରେ ଅଛି, ବାପା ବସୁଦେବ ବାପା ରୂପରେ ଅଛନ୍ତି। ଯଦି ଜଗତରେ ବାପା ପୁଅକୁ ଦଣ୍ଡବତ କରିବ ତାହେଲେ ପୁଅର ମଙ୍ଗଳ କେବେ ହବନି। ମୁଁ ତ ପୁତ୍ର, ମୋ ବାପା ବସୁଦେବ ପିତା, ମତେ ଯଦି ପିତା ପୁତ୍ରକୁ ନମସ୍କାର କରିବେ, ଜଗତରେ ମୁଁ କି ପ୍ରକାର ଧର୍ମ ପ୍ରତିଷ୍ଠା କରିବି, କି ପ୍ରକାର ଶିକ୍ଷା ବିସ୍ତାର କରିବି। ଆରେ ବାପା ଯଦି ମୂର୍ଖ ବିଲବାଡି କାମ କରୁଛି, ଧର ଆମ ଗାଁ ନଟ ବାରିକି ବର୍ତ୍ତମାନ ସେଲୁନ କରିକି ଚୁଲ କାଟୁଛି, ତା ପୁଅ ପାଠ ପଢିକି ଭୁବନେଶ୍ୱରରେ ବିଡିଓ ହେଇଛି। ସେ ବିଡିଓ ପୁଅ ଯେତେବେଳେ ଗୋଲର ଗାଡି ଧରିକି ଆଉଛି, ଗୋଲର ଗାଡି ତାହେଲେ କଣ ହଉଛି ତାଙ୍କର ଅବସ୍ଥା? ତା ବୋପା ସେଲୁନରୁ ଉଠିକି ଯାଇକି ତା କୌଣସି ବାପାକୁ ପୁଅକୁ ନମସ୍କାର କରିବନି ଆଜ୍ଞା, ସମ୍ବିଧାନ ନାହିଁ। ସତ୍ୟ ଧର୍ମ ହୋଇଲେ ନାଶ, ଅଧର୍ମ ବଢଇବେ ସତ୍ୟର ସାହାଯ୍ୟ କାରଣ ମୋହର ଅବତାର। କେବଳ ସତ୍ୟ ଧର୍ମକୁ ସାହାଯ୍ୟ ପାଇଁ ଜଗତକୁ ମୁଁ ଆସିଥାଏ। ବାପା ପଣ୍ଡିତ ମଣ୍ଡଳୀ ବାପା ହେଇକି ରହନ୍ତୁ। ଜଗତରେ ବାପା ପଣ୍ଡିତ ମଣ୍ଡଳୀ ଯଦି ଅସମ୍ମାନିତ ହେବେ, ଆଜ୍ଞା ନିଜକୁ ଲଜ୍ଜିତ ହବ। ସେଇଥିପାଇଁ ଭଗବାନ ଚିନ୍ତା କଲେ, ମୁଁ ପୁତ୍ର, ବାପା ବସୁଦେବ ହେଲେ ପିତା। ବୋଲେ ସୁଖାନ୍ତେ ରୋଦନ୍ତେ ଗାବ ଦୁଃଖାନ୍ତେ ପୁତ୍ର ପଣ୍ଡିତ, ଲଜ୍ଜାନ୍ତେ କୁଳଟ ନାରୀ କୁଳାନ୍ତେ ବ୍ରାହ୍ମଣ ରିପୁ। ଜଗତରେ ବିପଦ ସଙ୍କଟ ପଣ୍ଡିତେ ଘରେ ଆସୁଥିଲେ, ଜଣେ ଜାଣିଦେବ ସେ ହଉଛି ଗାଈ। ବିପଦକୁ ରକ୍ଷା କରେ ଘରେ ଗାଈ। ଘରର ଦାରିଦ୍ର୍ୟ ଅନାଟନ ଅଭାବ ଅସୁବିଧାକୁ ରକ୍ଷା କରେ ସୁପୁତ୍ର। ଗୋଟେ ବାପାର ଯଦି ଯୋଗ୍ୟ ପୁତ୍ର ଥବ, ସେ ଘରେ ଦାରିଦ୍ର୍ୟ ଆସିବନି ଆଜ୍ଞା। ପୁଅ ଯଦି ଯୋଗ୍ୟ ହବ ଧନ ସଞ୍ଚିବୁ କାହା ପାଇଁ? ପୁଅ ଅଯୋଗ୍ୟ ହେଲେ ଧନ ସଞ୍ଚିବୁ କାହା ପାଇଁ? ଯୋଗ୍ୟବାନ ପୁତ୍ର କେବଳ ଯୋଗ୍ୟବାନ ମା ଠୁ ଜନ୍ମ ହୋଇଥାଏ। ଯଦି କୌଶଲ୍ୟା ଭଳି ମା ହବୁ, ରାମ ଭଳି ପୁଅ ଜନ୍ମ ଦବୁ।
ଦେବକୀ ଯଶୋଦା ଭଳି ମା ଯଦି ହବୁ କୃଷ୍ଣ ଭଳି ପୁଅ ଜନ୍ମ କରିବ ତାହେଲେ ପଣ୍ଡିତେ ସୁନାଟା ସିନା ସୁନା ଖଣିରୁ ଆସିବ ଆଉ କଣ କୋଇଲା ଖଣିରୁ ସୁନା ଆସିବ। ଆଚ୍ଛା ପିଲା ସେମିତି ଯୋଗ୍ୟବାନ ନାରୀ ହେଲେ ପଣ୍ଡିତ ଯୋଗ୍ୟବାନ ପୁଅ ହବ। ଆଚ୍ଛା ପିଲା ଗୁଡାକ ଯୋଉ ଏବେ ବାଳୁଙ୍ଗା ହେଇଯାଉଛନ୍ତି ହଁ ଗୁରେ ପିଲା ଅଛନ୍ତି ମାଲ ପିଇକି ଗଡୁଛନ୍ତି ହଁ ସେଥିପାଇଁ ଦାୟୀ କିଏ? ଦାୟୀ ହଉଛନ୍ତି ବାପା ମା। ଆଉ କଣ ମନ ଇଚ୍ଛା ମତେ ପାଲା ଶିଖଉଛ? ଲଜ୍ଜା ମାତା ଦୂଷଣ ପିତୃ ଦୂଷଣ ମୂର୍ଖତା ଅଦାତା ବଂଶ ଦୂଷଣ କର୍ମ ଦୋଷ ଦରିଦ୍ରତା ଅଭାଗ୍ୟା ଭୂମି ନିନ୍ଦନ୍ତି ଜଳ ନିନ୍ଦନ୍ତି ରୋଗିଣା ବେଶ୍ୟାଚ ପୁତ୍ର ନିନ୍ଦନ୍ତି ଚୌର ନିନ୍ଦନ୍ତି ଚନ୍ଦ୍ରମା। ଝିଅ ଖରାପ ହଉଛୁଟି କାହାକୁ ଦୋଷୀ କରନ୍ତୁନି ନିଜ ଦୋଷୀ ହଉଛି ମା। ପୁଅ ନଷ୍ଟ ହଉଛି ମୂର୍ଖ ହଉଛି ସବୁତକ ଦୋଷୀ ହଉଛନ୍ତି ବାପା। ଟଙ୍କାଟେ ଦାନ ପୁଣ୍ୟ କାହାକୁ ଦବାନି ବଂଶ ହଉଛି ଦୋଷୀ ଜମା। ହେ ମୋର ପଣ୍ଡିତ ମଣ୍ଡଳୀ ଆପଣ ମାନେ ଭାବୁଛନ୍ତି କି ବ୍ୟାଧି ରୂପକ ଦାରିଦ୍ର୍ୟ ମତେ ଗ୍ରାସ କରୁଛି ସବୁତକ ଆସାମୀ ମୁଁ କାହାକୁ ଦେବିନି ସବୁତକ ଦୋଷୀ ମୋ କର୍ମ ମୁଁ କି କର୍ମ କରିଥିବାରୁ ଆଜି ଦରିଦ୍ର ହେଇଯାଇଛି। ସେଇଥିପାଇଁ ପଣ୍ଡିତ ମଣ୍ଡଳୀ କର୍ମ ଦୋଷେ ଦରିଦ୍ରତା। ଜଗତରେ ପୁଅ ଝିଅ ଯୋଗ୍ୟବାନ ଗୁଣବାନ ହେବା ପଛରେ ମୁଖ୍ୟ ଆସାମୀ ସଂସାରୀ ପିତାମାତା। ଆରେ ମୋର ଟାଙ୍କି ଗୋଟେ ଗୋଟା ଟାଙ୍କିରୁ ଯୋଡେ ପୁଅ ବାନ୍ତର ଯୁକ୍ତି କଲେ ଆଜ୍ଞା କଣ କହିବା। ଆରେ ଯଦି ଗୋଟେ ଟାଙ୍କି ଯୋଉ କହିଲା ତମ ସ୍ତ୍ରୀଙ୍କର ଗର୍ଭ ଗୋଟିଏ ଦିଟା ପୁଅ ଜନ୍ମ ହେଲା କଣ ମୋଟାମୋଟି ବଡ ପୁଅଟା ଇଞ୍ଜିନିୟର ଭଲ ଅର୍ଥରେ ବଡ ପୁଅଟି ଭଲ ଆଉ ସାନଟା ସିଗାରେଟ ଟାଣିକି ବୁଲୁଛି ସାନଟା ସିଗାରେଟ ପୁଅ ଟାଣୁଛି ମାନେ ଖରାପ କହିଲୁ ରେ। ଆରେ ବାବା ଇଏ ବଡ ଏଇଥିପାଇଁ ପୁଅଟା ସାନ ପୁଅଟା ପଞ୍ଚାୟତର ସେଇଥିପାଇଁ ଯୋଗ୍ୟବାନ ପୁଅ ଝିଅ ପଣ୍ଡିତେ ଜନ୍ମ ହେବା ପଛରେ ମୁଖ୍ୟ ଆସାମୀ ସଂସାରୀ ପିତାମାତା। ବାପା ମା ଯଦି କର୍ତ୍ତବ୍ୟ କର୍ମ ଠିକ କରିଛନ୍ତି ତାଙ୍କ ପ୍ରଭାବ ସୁକୃତ ଫଳ ପୁଅ ଝିଅ ଉପରେ ପଡିବ ଆଜ୍ଞା। ବାପା ମା ଯଦି କୁକର୍ମ କରି କଦର୍ଯ୍ୟ କର୍ମ କରି ଭାଗ୍ୟକୁ ନଷ୍ଟ ଭ୍ରଷ୍ଟ କରିଦେଇଥିବେ ସେ କୁକର୍ମର ଫଳ ପୁଅ ଝିଅଙ୍କ ଉପରେ ପଡିବ। ଅଚ୍ୟୁତାନନ୍ଦ ଲେଖକ ଆଜ୍ଞା କହିଲା ପିତା ମାତାଙ୍କ ସୁକୃତରେ ଶିଶୁ ଯେ ସୁଖ ଭୋଗେ। ପିତାମାତାଙ୍କ ସୁକୃତ ଫଳ ହେଲେ ଶିଶୁ ଆଉ ସନ୍ତାନ ମାନେ ଭଲ ସୁଖ ପାଇଥାନ୍ତି। ସେଇଥିପାଇଁ ପଣ୍ଡିତେ ବାପା ମା ଜୀବନକୁ ପବିତ୍ର କର କମଳ କୁସୁମ କର ପବିତ୍ର କର ଜୀବନକୁ ସୌଭାଗ୍ୟ ରୂପୀ କି ଧର୍ମ ସତ୍ୟ ନ୍ୟାୟ ମାର୍ଗରେ ଯାଅ। ମା ମାନେ ଘରର ପାଳନ କର୍ତ୍ତି ହଉଛି ନାରୀ ଗୃହଲକ୍ଷ୍ମୀ ନାରୀ। ନାରୀ ଯଦି ପଣ୍ଡିତେ ପାଖରେ ରହିଲା ଧର୍ମ ପୁରୁଷ ହାତରେ ରହିଲା କର୍ମ। ଯଦି ପଣ୍ଡିତେ ପୁରୁଷ ଧନ ରୋଜଗାର କରି ନାରୀ କି ଦେଲା ନାରୀ ତାକୁ ଯଦି ଠିକ ରାସ୍ତାରେ ବିନିଯୋଗ ନ କରିବ ତାହେଲେ ଘର କେମିତି ଚଳିବ। ସେଇଥିପାଇଁ ସବୁତକ ପାଳନ କର୍ତ୍ତି ନାରୀ ନାରୀ ହଉଛି ଲକ୍ଷ୍ମୀର ସ୍ୱରୂପା ଗୃହ ଲକ୍ଷ୍ମୀ ନାରୀ ପଣ୍ଡିତ କାନ୍ଧରେ ପଣ୍ଡିତେ ଧର୍ମ ରହିବାରୁ ନାରୀ ହଉଛି ସହଧର୍ମିଣୀ। ତାହେଲେ ପଣ୍ଡିତେ ଯଦି ନାରୀ ଆଜ୍ଞା ଶୃଙ୍ଖଳିତ ସଦାଚାରୀ ହବ ସ୍ୱତନ୍ତ୍ର ଆଜ୍ଞା ନାରୀ ଗର୍ଭରୁ ଯୋଗ ଜନ୍ମ ସନ୍ତାନ ଜନ୍ମ ହବ। ମେଧାବୀ ସନ୍ତାନ ସେଇ ନାରୀ ଗର୍ଭରୁ ଜନ୍ମ ହବ ଯୋଉ ନାରୀ ଯୋଗ୍ୟ ସତୀ ସ୍ୱାଧୀ ପତିବ୍ରତା। କବି ଲେଖିଲେ କୁଳାନ୍ତେ ବ୍ରାହ୍ମଣ ରିପୁ ଜୀବନରେ ବ୍ରାହ୍ମଣକୁ ଶତ୍ରୁ କରନ୍ତୁନି ଆଜ୍ଞା ବଂଶ ନିପାତ ହେଇଯିବ। ଲଜ୍ଜାନ୍ତେ କୁଳଟା ନାରୀ ଘର ନାରୀ ଯଦି ଲଜ୍ଜାକୁ ପରିହାର କରିବ ତାକୁ କୁଳଟା କହିବା ଆଉ କୁଳଟା ନାରୀ ଗର୍ଭରୁ କେବେ ଯୋଗ ଜନ୍ମ ସନ୍ତାନ ଜନ୍ମ ହବନି। ଭଗବାନ ପଣ୍ଡିତେ ମନେ ମନେ ଚିନ୍ତା କଲେ ମୋ ଭଳି ପୁଅକୁ ପାଇ ବାପା କାନ୍ଦିବେ। ଯଦି ମୋ ଭଳି ଯୋଗ୍ୟବାନ ପୁଅ ପାଇ ବାପା କାନ୍ଦିବେ ତାହେଲେ ଯୋଗ୍ୟ ପୁତ୍ର ପାଇ ବାପା କାନ୍ଦିଲେ ଲଜ୍ଜିତ ଲାଗିବନି ପୁତ୍ର ସମାଜକୁ। ଭଗବାନ ଚିନ୍ତା କଲେ ନା ମୁଁ ଆଗେ ବାପା ମୁଁ ଯୋଉ ପୁଅ ରୂପରେ ବାପା ମତେ ଯାହାକୁ ପାଇଛନ୍ତି ତାର ସ୍ୱତନ୍ତ୍ର ପରିଚୟ ଆଜି ପ୍ରଦାନ କରିବି। ମତେ ପୁଅ ରୂପରେ ବାପା ଯୋଉ ପାଇଛନ୍ତି ମୁଁ କିଏ ସେ ବାପା ଦେଖନ୍ତୁ ଆଜି ବାପାଙ୍କ ଆଖିରୁ ଲୁହ ପଣ୍ଡିତେ ଶୁଷ୍କ ହେଇଯାଉ। ସେଇ ପୁଅ ମାନେ ପଣ୍ଡିତେ ଭଲ ଯେ ବାପାଙ୍କୁ କେବେ ଦୁଃଖ ଦିଅନ୍ତିନି ଆଜ୍ଞା। ହେମର ପଣ୍ଡିତେ ଘରେ ସେତିକି ଆପଣ ମାନେ ମନେ ରଖନ୍ତୁ ଜୀବନରେ ସମସ୍ତଙ୍କ ଶତ୍ରୁ ହେଇଯାଆନ୍ତୁ ପିତାମାତାଙ୍କ ଶତ୍ରୁ ହେବେନି ଆଜ୍ଞା। କାହିଁକି ପୃଥିବୀ ସେଇଥିପାଇଁ ଯାଇ ବ୍ରହ୍ମାଙ୍କୁ ନିବେଦନ କଲା। ଭଗବାନ ବ୍ରହ୍ମାଙ୍କୁ କହିଲା ପୃଥିବୀ ପ୍ରଭୁ ଜଗୁଆଳି ହବ ବାପା ରାଜା ହବ ପୁଅ ଧର୍ମ ରହିବ ସେଠି। ହେମର ପଣ୍ଡିତେ ସବୁବେଳେ ବଡ ଧର୍ମ ବାପା ମାଙ୍କ ଧର୍ମ ତାକୁ ଆଗରେ ରଖନ୍ତୁ ତାପରେ ସବୁ ଧର୍ମ ପଛରେ ରଖନ୍ତୁ ଦେଖିବେ ଆପଣଙ୍କର ପଇସା ଅଣ୍ଟୁ ନଥିଲେ 4 ଗୁଣା ବଢିଯିବ।